ଜୀବନରେ କେବଳ ସିଏ ହିଁ କରିପାରନ୍ତି ନା କ'ଣ? ନିହାତି ସେ ଆଉ ତାଙ୍କର ଭକ୍ତ ଏକା ଆସନ୍ତି କଷ୍ଟ ସହିପାରିବେ ଆଉ ସେ କଷ୍ଟ ମଧ୍ୟରେ ମଧ୍ୟ ଅବିଚଳିତ ରହିକି ବିଷମ ପରିସ୍ଥିତିର ସାମ୍ନା କରି ଆଗକୁ ବଢ଼ି ଚାଲିପାରିବେ ଆଉ ଏତେ ଅଖଣ୍ଡ ବିଶ୍ୱାସ ତାଙ୍କର। ତୁମେ ସେ ଏଇଟା ପାଇଲ ସେ ଯେଉଁ ଶିବ ତାଣ୍ଡବ ସ୍ତୋତ୍ର ସେଟା ତ ଅଛି ମୋବାଇଲରେ ସେ ଏଇଥିରେ ଅଛି ଦେଖିଲ କି? ଆମେ ଏବେ ଗୋଟେ ସଙ୍କଟରେ ପଡ଼ିଯାଇଛୁ ଗୋଟେ ଘୋର ସଙ୍କଟରେ କ'ଣ କରିବା? କ'ଣ ହେଲା କି? ବୋଇଲେ କ'ଣ କି ମାନେ ଆର୍ଥିକ ସଙ୍କଟ କଥା କହୁନି, ସେ କ'ଣ କି ଆମେ ସେ ଯେଉଁ ଷ୍ଟେୟାର କେସ୍ଟା ତିଆରି ହେଉଛି ବୁଝିପାରୁଛ ନା, ତ ସେଇଥିରେ ସବୁ ମାନେ ତାର ରଡ଼ ଫଡ଼ ସବୁ କାମ ସରିଯାଇଛି, ଖାଲି ପଡ଼ିବ ମାନେ ଗେଟି ଗୁଳା ହେଇକି ପଡ଼ିବ। ଏବେ ଯାହାହେଲେ ବେଘ ନାହିଁ ଟିକେ ଅଛି, ପାଗ ଠିକ୍ ଅଛି। ଆଚ୍ଛା, ତ ଯଦି ପଡ଼ିବ ସିମେଣ୍ଟ ତ ଅଛି ସବୁ ଅଛି, ଭାବୁଛି ଲୋକ ଯିଏ ଆମର ସବୁ କୁଲି କାମ କରେ ସେ ସବୁ ଏଇ ମଦୁଆ ଚୋର କୋଡେଲର ଫୁଟା ଡମ୍ ତାର ପୁଅ ଏବେ ମୋବାଇଲ ଚୋରି କରିକି ପଡ଼ିଛି କୋଉଠି ବମ୍ବେରେ, କଲ୍ୟାଣ ଷ୍ଟେସନରେ ତାକୁ ଧରିଲା ପୋଲିସ। ସେ ଜଣକୁ 1.5 ଲକ୍ଷ ଟଙ୍କାର ମୋବାଇଲ ଗୋଟେ ଚୋରି କରିକି ପଳଉଥିଲା, ହେଲେ ସେଥିରେ ସେ ବତେଇଲା ସବୁ ଯେତେ ଅଧିକା ଦାମ କାଟା ସେଟା ଟ୍ରାକିଂ କରିହେବ ନା, ଟ୍ରାକିଂ ସେ ଦେଖେଇଦେଲା କିଏ ନେଉଛି କିଏ ସେ ଲୋକ କିଏ କାହା ପାଖରେ ଅଛି, ଟ୍ରେନରେ ଯାଉଛି, ଧରିଲା ଯାଇକି କଲ୍ୟାଣ ଷ୍ଟେସନରେ ତାକୁ ସିଜ୍ କଲା କରିକି ତାକୁ ଜେଲରେ ପକେଇଥିବା ଆଉ। ତ ତା ବାପା ପାଖକୁ ସେ ଫୋନ୍ କରିଛି, ଇଏ କେତେ ଟଙ୍କା କ'ଣ ପଠେଇଛି କି କ'ଣ କରିଛି ଦମ କଥା ତାର କିଏ ଶୁଣୁଛି, ଜାମିନ ପାଇଁ କିଏ ଯିବ ସେଠି ଜାମିନ ଆଣିବାକୁ, ଏନ୍ତା ହେଇକି ତାକୁ ବୋଧେ ଜେଲରେ ରଖିଥିବେ କ'ଣ କରିଥିବେ। ଆଉ ଇଏ ଆଡ଼ୁ ସାଡ଼ୁ ଅଣ୍ଡାଡ଼ି ବୋଲୁଛି ପଇସା, ସାହୁକାର ଦେଖିକି ମାରାପାଲି କୃଷ୍ଣ ସାହୁ ଏଠି ସବୁ କରିକି ଏଇ ଆଳରେ କିଛି ପଇସା ପଲା ଦେବି କୋଉଠି କରିଦେବି ତାକୁ। ଆଜି ଅନ୍ଧାରରୁ ଆମର ସବୁ କାମ ଗୁଡ଼ା ଠିକା ଗୁଡ଼ା ସେ ଗେଟି ଚଢ଼େଇ ଦିଏ, ବାଲି ଚଢ଼େଇ ଦିଏ। ଦିଦି ଗଲେ ତାକୁ ବାଟରେ ଭେଟିଲେ, ଯାଉଛି ମାରାପାଲି ସେ ଏମିତି ପରିସ୍ଥିତି ଟିକେ ଆଉ ଖାଲି ଗେଟି କେତେଟା ଚଢ଼େଇ ଦେଲେ ଆମର ବାଲି ତ ଅଛି ଉପରେ ନା ସେଟା ଦେବି, କିନ୍ତୁ ଦେଖିଲା ବେଳକୁ ସେ ଯାଇକି ଆଉ ଜଣଙ୍କ ଘରେ। ତ ଏଇ ପରିସ୍ଥିତିରେ ଆମେ ପଡ଼ିଛୁ। ଆଚ୍ଛା, ମିସ୍ତ୍ରୀଟାକୁ ଏବେ କାମ ଯଦି ବନ୍ଦ କରିଦେଉଛୁ, ସେ ଯାଉଛି, ସେଇଟା ବି ଆମକୁ ଭିଡ଼, ଗୋଟେ ମିସ୍ତ୍ରୀ ମିଳିବା ଭିଡ଼। ଆଚ୍ଛା, ମିସ୍ତ୍ରୀ ବି ବହିବ ଆମ ସାଙ୍ଗରେ ଯେ ସେ 500 ଟଙ୍କା ନେବ, ଧର ବହିବ ବୋଇଲେ ସେ ତ ଆଉ ପିଛି ଗୋଟେ ଲୋକ କେତେ କରିବ। ଆଚ୍ଛା, ମୋର ସ୍ଥିତି ଯୋଉ ମୁଁ ଚଢ଼ିବାଟା କିଛି ଲୋଡ଼ ଧରିକି ଉପରକୁ ସେଟା ବି ଭିଡ଼ ହେଉଛି। ଏଇ ପରିସ୍ଥିତିରେ ମଣିଷ ପଢ଼ୁଥିଲି, କହିଲି ପ୍ରଭୁ ଦେଖ, ଏମିତି ଘଟଣା ଘଟିଥିଲା ଥରେ ଏଇଠି ଶହୀଦ ଖମ୍ବ ତିଆରି ବେଳେ। 8 ଦିନ ସେତେବେଳକୁ ଆମେ ଜଣେ ମିସ୍ତ୍ରୀ ଗୋଟେ କୁଲିକୁ ଧରିକି କାମ କରୁଛୁ, ପାଣି ବି ମଧ୍ୟ ଦୂରରୁ ବହିକି ଆଣିକି ଟାଙ୍କି ଗୋଟେ ଅଛି ନା ସେଠି, ଟାଙ୍କି ଗୋଟେ ସେଇଠି ରଖୁ। ଆଉ ପିଚି ଡେଲି 8 ବସ୍ତା ସିମେଣ୍ଟ। ମୁଁ ସବୁ ବୁଲିକି 57ଟା ସ୍କୁଲ କଲେଜ ବୁଲିଥିଲି, ପ୍ରାଇମେରୀରୁ ଗଲା ହାଇସ୍କୁଲ ସବୁ ବୁଲିଥିଲି। ଶହୀଦ କ'ଣ ପିଲାଙ୍କୁ ବୁଝାଏ,
ଆଉ ଟଙ୍କେ ଟଙ୍କେ ଭିକ୍ଷା ଦିଅ କହେ ଜଣକା ଟଙ୍କାଟେ ଏମିତି କିଛି ଟଙ୍କା କିଛି ମାଷ୍ଟରମାନେ ଖାଇଦେଲେ କଲେକ୍ସନ୍ କରିକି ଦେଲେନି କିଛି ଟଙ୍କା ପାଇଥିଲୁ ସିମେଣ୍ଟ ଫିମେଣ୍ଟ କିଛି କିଣି ତଥାପି 200 ବସ୍ତା ସିମେଣ୍ଟ ଲାଗିଛି ସେଥିରେ 8 ଟ୍ରିପ୍ ଚିପ୍ସ ଲାଗିଛି 10 ବାଇ 10 ବାଇ 10 ଗଭୀରର ଗୋଟେ ଗାତ ଖୋଳିକି ତାକୁ ତଳୁ ରଡ଼ 20 mm ରଡ଼ ରିଙ୍ଗ କରିକି ଗେଟି ଭରି 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 ନିଆଯାଇଛି ଉପରକୁ ଏରିଥମେଟିକାଲ ପ୍ରୋଗ୍ରେସନରେ 10 ବାଇ 10 ଫୁଟ 9 ଫୁଟ 8 7 କରିକି 1 କୁ ଯାଇଛି ତାମାନେ 55 ଫିଟ୍ ହାଇଟ୍ର ଗୋଟେ ଖମ୍ବ ତିଆରି ହେଇଛି ତ ହେଇକି 8 ଦିନ ହେଇଗଲା ପରେ ଖରା ବି ମାର୍ଚ୍ଚ ମାସ ଖରା ବି ହେଇଥାଏ ଦେହ ହାତ ସବୁ କଳା ପଡ଼ିଗଲା ମୋର କାମ ଥିଲା ଯେ ମୁଁ ଖାଲି କ'ଣ କରିବି ପୁଲି ଟାଣିବି ଗୋଟେ ବାଲ୍ଟିରେ ପୁଲି ଗୋଟେ ଲଗେଇଥାଏ ଉପରେ ସେ ପୁଲିରେ ରସି ଲାଗିଥିବ ଦିଦି କ'ଣ ପିଛି ବୁଳେଇବ ଦିଦି ସେ ବାଲ୍ଟିରେ କି ଛୋଟ ବାଲ୍ଟି ଗୋଟେ ସେଥିରେ ଭରିଦେବ ଢାଳିଦେବ କୋଲେରେ ନେଇକିରି ଢାଳିଦେଲେ ମୁଁ ଟାଣି ଟାଣି ନେବି ଦୂରକୁ ବହୁତ ଦୂରକୁ ଲମ୍ବା ରସି ମୋଟା ରସି ନେଲେ ସେ ଉଠିବ ଧୀରେ ଧୀରେ ଉପରକୁ ସେ ଉପରେ ଯେଉଁ ମିସ୍ତ୍ରୀ ଥିବ ସେ ଫ୍ରେମ୍ କରିଦେଇଥିବ ଇଟାରେ 5 ଇଞ୍ଚର ଯେତିକି ଫ୍ରେମ୍ କରିଥିବ ସେତିକି ସେ ଭରିବ ଏମିତି କରିକି ଉଚ୍ଚାର ବନାଯାଇଛି ଉଚ୍ଚାରେ ବନେଇଛି ବର୍ଷେ ଲାଗିଥିଲା କେତେ ସମୟ ଲାଗିଥିଲା ସେଇ ସମୟରେ 8 ଦିନ ପରେ ମୁଁ କହିଲି ବାବୁରେ ମରିଯିମା ମୋର ତ ଦେହ ହାତ ଥରିଲାଣି ସବୁ ଖରାରେ ସିଝି ଗଲାଣି ଫୁଙ୍କା ଦେହ ମାନେ ଆତୁର ଅବସ୍ଥା ସେଦିନ ଖରା ବି ହେଉଛି ଯୋଉ ତ ସେ ଚାହିଁଦେଲି ସଡ଼କୁ ସୁଭଦ୍ରା ମନ୍ଦିର ସେଇ ସଡ଼କ ଯୋଉ ଜଣେ ଲୋକ ପୁରା ତକ୍ତକ ହେଇକିରି ଧୋତିଟେ ଢିଲାଟେ ପିନ୍ଧି ପୁରା ଗୋରା ଲୋକ ସେ ଆସୁଛନ୍ତି ମୁଁ କହିଲି କିଏ ଗୋଟେ ଲୋକ ଆସୁଛି ଏବେ ଯେମିତି ଦେଖିଲି ତୁମକୁ ଯେମିତି ଭାବୁଛି ସେମିତି ତୁମକୁ କେଉଁଠୁ ଆସିଲେ ଆପଣ ନା ମୁଁ ଆସି ଟିଟଲାଗଡ଼ରୁ କ'ଣ କରୁଛନ୍ତି ନା କ'ଣ ନା ପୁରୋହିତ ଆଦିତ୍ୟ ପୁରୋହିତ ବୋଲେ ସୂର୍ଯ୍ୟ ପୁରୋହିତ କ'ଣ କରୁଛନ୍ତି ନା ମୁଁ ଏମଇ ସ୍କୁଲରେ ହେଡ଼ମାଷ୍ଟର ଅଛି ଗଭର୍ଣ୍ଣମେଣ୍ଟ ମାରୱାଡ଼ି ଏମଇ ସ୍କୁଲ ଗୋଟେ ଏମଇ ସ୍କୁଲ ହେଡ଼ମାଷ୍ଟର ଆଉ ଗୋଟେ ହାଇସ୍କୁଲ ଅଛି ମାରୱାଡ଼ି ହାଇସ୍କୁଲ ସେଟା ଅନ୍ୟ ଜଣେ ଅଶ୍ୱିନୀ ମହାନ୍ତି ମୁଁ ସେଇଠି ଅଛି ଆଚ୍ଛା ନା ମୁଁ ଆସିଲି ତ ଶୁଣିଥିଲି ଆଶ୍ରମ ବିଷୟ ଟିକେ ଆଉ ଆସିଲି 8 ଦିନ ରହିଲା ଆଉ ଗଲାନି ସେ ମୁଁ କିଛି ଶ୍ରମ କରିବି ଆପଣମାନଙ୍କ ସାଙ୍ଗରେ ରହିଲା 8 ଦିନ ରାନ୍ଧୁ ପଖାଳ ଖାଉ ଦେଇକି କାମ କରୁ ଚୁଳି ମରିଗଲା ତ ସେମିତି ବି ସମୟ ସମୟରେ ହେଇଯାଏ ତ ମୁଁ କହିବା କଥା ଆମେ କେମିତି ପାଇବା ଲୋକ 2-3ଟା ଯଦି ମଜୁରୀ ନେବେ ତ ମଜୁରୀ ଦିଆଯିବ ଅନ୍ତତଃ 2ଟା ଲୋକ ହେଲେ ବି ସେମାନେ ଗେଟିଟା ଉପରକୁ ପଳେଇଗଲେ ଆଉ ଚିନ୍ତା ନାହିଁ ପାଣି ତ ଆମର ଅଛି ଯାଉ ଜଣେ ମାରିଲେ ସେଇଟାକୁ ନେଇକି ଡ୍ରମରେ ଭରି ଦିଆଯିବ ଗୁଳେଇ ଗୁଳେଇ ଧୀରେ 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 ହେଇଯିବ କ'ଣ କରିବା 2ଟା ଲୋକ ବା ଜଣେ ମଜବୁତ ଲୋକ ହେଲେ ବି ଚଳିବ ସେ ଖାଲି ଗେଟିଟାକୁ ବସ୍ତାରେ ଭରିକି ହଉ ଯେତିକି ଲୋଡ୍ ନେଇପାରିବ ନେଇକି ସେଠି ରଖିବ ଉପରେ ସେଇଠି ଗୁଳାଯିବ ଉପରେ ଗୁଳେଇକି ଉପରେ ଉପରେ ସେଇଠି ଦିଆଯିବ ତଳୁ ଗୁଳେଇକି ଆଉ ନେବାର ନାହିଁ ଏମିତିଆ ପ୍ଲାନ୍ କରାହେଇଛି ଆଉ ରଡ଼ ଫଡ଼ ବନ୍ଧା ବି ଆଜି ସରିଯାଇଛି ଦିନକେ 300 ଟଙ୍କା ଦେବେ 300 ହଉ କି 400 ବି ଦେବୁ 300 ନଉ ଖାଇବୁ ତ ଖାଇବ କ'ଣ ଦେମା ରାନ୍ଧିମା ଏଠି ସେ ଖାଇବ 300 ନଉ ଖାଉ ନହେଲେ ବି ନ ଖାଇଲେ ସେ ଖାଇବ କେଉଁଠୁ ସେ 400 ନେଲେ ବି ଦମା 300 ନେଲେ ବି ଦମା ଯାହା ତାର କିନ୍ତୁ ମଜବୁତ ଲୋକଟା ହେଲେ ସେ କାମ କରିପାରିବ ମାନେ ସେ ଗେଟିଟା ନେଇକି ଗଦେଇବ ବାକି କାମ ତ ଆମେ ଯେମିତି ହେଲେ ଦେଖିବା ଗାଁରେ ଏବେ ସବୁ ସେ ପଲାରୁଆ କାମରେ ସବୁ ଲାଗିଛନ୍ତି କି ନାହିଁ ସେ ଧନ୍ଦାରେ ସେ ଆଡ଼େ ସାଡ଼େ ଅଣ୍ଡାଳି ତାକୁ ପଇସା ଦରକାର ଏବେ
ଆମଠୁ ଯାହା ପଇସା ସବୁ ନେଇସାରିଛି, ତେଣୁ ସେ ଧରା ଛୁଆଁ ଦେଉନି। ବड़ा ମୁସ୍କିଲ ଲୋକମାନେ ବୋଲେ ବେଇମାନ ବୋଲେ କାମ ଶ୍ରମ କରିବା ପାଇଁ ଚାହୁଁନାହାନ୍ତି କିଏ ବି। ସରକାର ସରକାରୀ ଚାଉଳ ଏଇଟା ରହିବା ସରକାର ସବୁ ତ ପଇସା ସୁବିଧା ଆଣିଲେ ଠିକା କରିଦେଲେ। ଦେଇଦେଲେ, ବିଲ୍ କରିଦେଲେ, ତାର ଚାଲିଲା। ଆମର ଏଠି ପଇସା କ'ଣ? ମୁନା ଘର 1,00,000 ଟଙ୍କା ଦେଇଥିଲେ, ଆମ ଧାନରୁ ପାଇଥିଲୁ 1,00,000। 2,00,000 ଟଙ୍କାରେ 1,00,000 ଟଙ୍କା ରୋଡ଼ ଆଣିଥିଲୁ, ଆଉ ବାକି ହେଇଯାଇଛି, ବାକି ମଝିଟା ପାଇଁ ବି ହେଇଯିବ। ଆଉ ବାକି ଗେଟି ତ ଆମର ଅଛି, ଦିହାଇବା ଗେଟି ଜଣେ ପଠାଇଥିଲା, ସେ ତହସିଲଦାର ଯେଉଁ ଦାରିଙ୍ଗବାଡ଼ିର ପାତ୍ର ଅଛି, ଆଉ ସେଟା ଆଉ ହବ ନାହିଁ। ବାଲି ବି ଟାଣି ଦିଆହେଇଛି। ଖାଲି ବର୍ତ୍ତମାନ ଆମକୁ 10 ବସ୍ତା ସିମେଣ୍ଟର କାମ ଆଉ 10 ବସ୍ତା ସିମେଣ୍ଟ ହେଲେ ସରିଯିବ କାମ। ସେଇଟା 10 ବସ୍ତା ସିମେଣ୍ଟ, ବସ୍ତେ ସିମେଣ୍ଟକୁ 6 ଡୁଙ୍ଗା ଗେଟି, ମାନେ ଏଇ ଯେଉଁ ପ୍ଲାଷ୍ଟିକ ଡୁଙ୍ଗା, 6 ଡୁଙ୍ଗା ଗେଟି, 4 ଡୁଙ୍ଗା ବାଲି, ତ ମିକ୍ସଚର ହେଇଗଲା 1, 2, 3 ଆଉ 1:2:3 ଆଉ ନାଇଁ କି? ସିମେଣ୍ଟ 1, 2 ହେଉଛି ବାଲି, 3 ହେଉଛି ଗେଟି। ଗୋଟେ ବସ୍ତା ହେଉଛି 2 ଡୁଙ୍ଗା ସିମେଣ୍ଟ ବାହାରୁଛି, ତାମାନେ 4 ଡୁଙ୍ଗା ହେଉଛି ବାଲି। ବାଲି ପ୍ରାୟ 10 ବସ୍ତା ବାଲି ଅଛି ଉପରେ, ସେଇ ଡଙ୍ଗ ଚଢ଼େଇଥିଲା ଅଛି। ବାକି ଖାଲି ଆମକୁ ଗେଟିଟା ଚଢ଼େଇ ଦେଇ ପାରିଲେ ହେଇଯିବ ଗୋଟେ ଦିନ। ସେ ଗେଟିଟା ଜଣେ ଚଢ଼େଇ ଦେବ, ଖାଉ 400 ଟଙ୍କା ନେଉ, ଚଢ଼େଇ ଦେବା। ତାପରେ ଆମେ ପାର୍ଟ କରିକି ଧୀରେ ଧୀରେ ବି ତାକୁ କରେଇ ନେବା। କେତେ ଘଣ୍ଟା ଏଇଟା କରିବେ? ସେଟା ନାଇଁ, ସେ ତ ଗେଟି 10 ବସ୍ତା ସିମେଣ୍ଟ ପାଇଁ ଚଢ଼େଇ ଦେଉ। ତ ଆମର ଯେତିକି ସିମେଣ୍ଟ ଲାଗିବ ଗେଟି, ଗେଟି ତ ରଖା ହେଇଛି ତଳେ, ଖାଲି ତଳଟା ଯିବ ଉପରକୁ ଆଉ କ'ଣ। ସେ ଷ୍ଟେୟାର କେସ୍ରେ ଚଢ଼ିକିରି ଆମ ଗାଁରେ ବୋଲେ ବଢ଼ିଆ ପଡ଼ାରେ କି ବାହାରି ପାରନା। ବଢ଼ିଆ ପଡ଼ାରୁ ସେଗୁଡ଼ା ଟିକେ ପରିଶ୍ରମୀ ରାକ୍ଷସ ଗୁଡ଼ାକ। ଆଉ ସାଧା ଲୋକ ଆସିବେନି। ଦୁର୍ବା କାକା କେ କହିଲେ କି? ଦୁର୍ବା କାକା ଜାଣିଥିବି ସେ କାମ ମାନେ ଯେମାନେ କରୁଛନ୍। ଦୁର୍ବାଦକୁ ମୁଁ କହିନି, କିନ୍ତୁ ସେ ତ ଆସିବନି। ନାଇଁ ସେ ନେଇ ଆସିଲେ ଯେନ୍ ମାନେ କରିବେ କାମ ବୋଲେ ସେମାନେ କାମ କରାସନ୍ କି ନାଇଁ, ଜାଣିଛେ ବୋଲି ତାକେ କହିଲେ ସେ କହିଦେବା କି ତାକୁ ଅବଶ୍ୟ ମାନେ ଚିନ୍ତା କରିନି, କାହିଁକି ସେ ତ ଦେଖା ଦେଉନି। ରଥଯାତ୍ରାକୁ ବି ଆସିନି, ବାହୁଡ଼ାକୁ ବି ଆସିନି ଏଠିକି। ଆଉ ସେ ଦୋକାନରେ ଏଥର ରଥରେ ବି ନେଇ, ବାହୁଡ଼ାରେ ବି ନେଇ, ସେ ତାର ବିଜନେସ୍। ଆଉ ଅବଶ୍ୟ ସେ 5-10 ହଜାର ଧାର ଦେଇଥାଏ, ତାକୁ ସୁଝାଯାଏ। ଟଙ୍କା 15,000 ତାର ଅଛି ଧାର। ତା ପାଖରେ କିଛି ଟଙ୍କା ବି ରଖିଦେଇଥିଲୁ, 1,00,000 ଟଙ୍କାକୁ ତା ପାଖରେ କିଛି ରଖିଦେଇଥିଲୁ। ତାରାଚାନ୍ଦ ପାଖରେ ସେ ବିଶ୍ୱାସୀ, ସେମାନେ 2 ଜଣ ଦୁର୍ବାଦଳ, ସେମାନେ ଆଶ୍ରମ ବେଇମାନି କରିବେନି। ଦରକାର ପଡ଼ିଲେ 5-10 ହଜାର ଧାର ଦେଇଥିବେ, ଫେର ତାକୁ ଆମେ ସୁଝି ଦେବୁ, ଏମିତି ତାର ଧନ୍ଦା। ସେଠି ତାଙ୍କ ଆକାଉଣ୍ଟରେ ରଖିଥିଲୁ, ସେଇ ଟଙ୍କା ଡ୍ର କରିକି ସେ 20,000 ଟଙ୍କା ଦେଇଦେଲେ କି ରଖିଛନ୍? ଅଛି, ସେଇ ଟଙ୍କା ପେମେଣ୍ଟ ହେଉଛି ନା। 20,000 ଟଙ୍କା ରଖା ହେଇଛି, ପେମେଣ୍ଟ ହେଇଯିବ। ଖାଲି ମେନ୍ ଜିନିଷ ହେଉଛି ଲୋକ ଦରକାର, ଗୋଟେ ଲୋକ, ମଜବୁତ ଲୋକ ହେଇଗଲେ ବି 2ଟା ହେଲେ ତ ଭଲ, ଗୋଟେ ହେଲେ ବି ଚଳିବ। ଆମେ ଟିକେ ସହଯୋଗ କରିଦେଲେ ତା ସାଙ୍ଗରେ ହେଇଯିବ। ଆଉ ଏଠି ସ୍ଲାବ୍ଟା ତ ସେଟା ମେସିନ୍ ଆସିଲା ସାପ୍ଲୋରାରୁ, ସେମାନେ ପକେଇ ଦେଇଥିଲେ। ସେ ଠିକା ଦିଆଯାଇଥିଲା ସ୍କୋୟାର ଫୁଟ ଅନୁସାରେ। ଏଇଟାକୁ କ'ଣ କରିବା, ସଙ୍କଟ ପଡ଼ିଛି ଆଉ। ମୋର ବି ଏଣେ ଦାନ୍ତ ଗୋଟେ କଳ ଦାନ୍ତ, ଲାଷ୍ଟ ଦାନ୍ତ ବିଳ ହେଇକି କଣା ଭଳିଆ ହେଇକି ଖାଦ୍ୟ ପଶି ଯାଉଛି। ସେ ତାର ମାଢ଼ି ଫୁଲିକିରି ବଥା, ସିଏ ଗୋଟେ ଧନ୍ଦା। ତ ଉପୁଡ଼ିଲେ ଯାଇକିରି ବଲାଙ୍ଗୀର ଯିବାକୁ ପଡ଼ିବ।
ସେ ପ୍ରାଇଭେଟରେ ଗୋଟେ କୋଉଠି ସେ 200-400 ଲେଖା ରାମପୁରରେ ନାଇଁ କି? ରାମପୁରରେ କିଏ ଗୋଟେ ପଡ଼ିବ, ରାମପୁରରେ ପଡ଼ିବ, ସେ ବଲାଙ୍ଗୀର ଯିବାକୁ ପଡ଼ିବ। ଗଲେ ସେଠି ଫେରେ ଯିବ ଆସିବ ସମୟ, ଆଉ ଦିଦି ଫେରେ ମୋ ସାଙ୍ଗେ ଗଲେ ଏଠି ଚଳିବ କେମିତି, ଏର କାମ ଚାଲିଛି। ଏଇଟା ଟିକେ ସରିଗଲେ ଯାଇକି ବରଂ ତାକୁ ବଲାଙ୍ଗୀର ଉପାଡ଼େଇକି ଆସିବି ଭାବିଛି। ଏଇଟା ସ୍ଲାବ୍ ପଡ଼ିଗଲେ ବଲାଙ୍ଗୀର ବସ୍ରେ ଯାଇକି ସେଠି ଅଛନ୍ତି ଜଣେ ରିଲେଟିଭ୍ ଆଶ୍ରମ ସହ ଯେଉଁ ଏଇ ଯେଉଁ କୁଠରୀ କରିଛନ୍ତି 1,00,000 ଟଙ୍କା ଦେଇଥିଲେ, ତା ପୁଅ ମରିଗଲା ଯେଉଁ ମାମୁଁ ଏବେ, ତାଙ୍କରି ମା ତ ଏଇଠି ଦାହ କରିବା ଲାଗି ଆଣିଥିଲେ ନା। ଅଛନ୍ତି ଲୋକ, ସବୁ କଥା ହେଉଛି ଆମେ ସେମାନେ ପାଖରେ ପହଞ୍ଚିକି ସବୁ କରିବାର ଅଛି। ସେମାନେ ଆସିକି ସମାଧାନ କରିପାରିବେନି, ତାଙ୍କ ଧନ୍ଦାରେ ସେମାନେ ସାରି ଛୋଟ ଛୋଟ ଶ୍ରମଦାନ ଯିଏ ଗଲା କିଛି ସମୟ କରିବ, ହେଲେ ବଡ଼ ବଡ଼ କାମ ଯେଉଁ ଯାହାର ଅଭ୍ୟାସ ନାହିଁ ସେ କରିପାରିବନି। ଆମେ କିଛି 2ଟା କୁଲିର କାମ ଗୋଟେ ଲୋକ କରୁଛି, ସେ ତ ପ୍ରାକ୍ଟିସ୍ ପିଲାଟି ବେଳୁ ଏଠି କାମ କରୁଛନ୍ତି ନା। ମୁଁ କରୁଥିଲି, ଏବେ ମୁଁ ଆଉ ପାରୁନି, ମାନେ ଏଇ ବର୍ଷେ ହେଲା ଆଉ ଖରାରେ ଇଏରେ ଏତେ ଆଉ ପାରୁନି। ସକାଳେ ଯା ଏବେ କିଛି କାମ କରିକି ଆସିଲି, କୁଡ଼ାକୁଡ଼ି କରୁଛି, ଘାସ ବାଛୁଛି, ସଫା ସୁତରା ଗଛ ପତ୍ର ଲଗେଇକି ସବୁ ସାଇଜ ରଖୁଛନ୍ତି କରୁଛି, ଆଉ ସେତେ ଲୋଡ୍ କାମ ଆଉ କରିପାରୁନି। ଏବେ ଆଉ କରିବା କଥା ବି ନୁହେଁ କି ନେ, ବୟସ ହେଇଗଲାଣି ଆପଣଙ୍କୁ। ଧରି ଦଉଛି କ'ଣ ହେଲେ ହାଡ଼ ଫାଡ଼ ଏବେ ଯୋଡ଼ିବା ବି ମୁସ୍କିଲ ହେବ କି ନାହିଁ, ସେଥିଲାଗି ନ କରିବା ଭଲ। ନହେଲେ ମୋତେ ଗୁଡ଼ା ଟେକେନି ନା ବର୍ଷା ନା ପାଣି ନା ଖରା କିଛି ନାହିଁ। ସାଇକେଲ ମାରି ମାରି କାହିଁକି ଗୋଡ଼ ହେଲା, କାହିଁକି କୋଉଠି ଟିଟଲା ଗଡ଼ ଫଲାନି ସବୁବେଳେ ଆଉ ସମାନ ଥିବାକେ। ସେଥିପାଇଁ ଭଗବାନ ଡାକୁଛି, ପ୍ରଭୁ ଅନୁଷ୍ଠାନ ପାଇଁ ତୁ କାହାକୁ ଆଣୁଛୁ ଆଣ, କୋଉମାନେ ଆକୁ ଉତ୍ତରଦାୟିତ୍ୱ ନେଇକି ସବୁ ତୁଲେଇବେ, ଆଣିବେ ତାଙ୍କ ଧନ୍ଦା, ସେ କାହା କଣ୍ଠରେ ବସିବେ ନା, ନାଇଁ କି? କିଏ ଆସିବ କହିହେବନି। ଆଶା ରଖିଥିବା କଥା ମହାପ୍ରଭୁର ପରୀକ୍ଷାର ସମୟ, ଆଉ ସେ ସମୟରେ ଅତୁଟ ବିଶ୍ୱାସ ରଖିଥିଲେ ଆସିବେ, ଯିଏ ନେଇ ଯିଏ କରିବେ, ଯାହାର ଭିତରେ ପ୍ରେରଣା ଦେଲେ ହେବେ। କ'ଣ ଏବେ ବି କରି ଚାଲିଛନ୍, ସେଟା ବହୁତ ବଢ଼ିଆ ବଡ଼ କଥା ଚାଲିଛନ୍। ଅଲଗା ଲୋକ ହେଲେ ଏତେ ବିପତ୍ତି ଇଟା ମାନେ ବିଷମ ପରିସ୍ଥିତି ହେଲେ କରିବନି, ସେ ସାହସ କରିକି ଧୈର୍ଯ୍ୟର ସହିତ। ତାକୁ ହେଲାଣି 77-78 ବର୍ଷ, ସେଇଥିରେ କାଠ ଉଦା କାଠ ଫୁଙ୍କି ଫୁଙ୍କି ରାନ୍ଧୁଛି, ଅନ୍ଧାର ଏ ଦିନ ଉକିଆ ଥାଉ ଥାଉ ଖାଉଛୁ, ଯାଇକିରି ବିଶ୍ରାମ କରୁଛନ୍ତି, ଶୋଇ ଦେଇକି କଟି ହେଉଛି ଦିନ। ସେ ସାନ୍ତ୍ୱନା ଏଇଗୁଡ଼ା ପଢ଼ିବାର ମାନେ କ'ଣ କି, ଏ ପଢ଼ିଲେ କିଛି ସାନ୍ତ୍ୱନା ମିଳୁଛି। ଭଗବାନ ମୋତେ ପ୍ରେରଣା କଲେ, ଏତେ ଦିନ ହେଲା ଥିଲା ତ କ'ଣ ପାଇଁ ମୁଁ ଭାବିଲି ଦିଦି ପଢ଼ିବେ, ଆପଣ ପଢ଼ିବେ ବୋଲିକରି ଏଇଟା ମୁଁ ନେଇଦିଏ ବୋଲିକରି। ଗାଢତା ଭକ୍ତିରେ ପଢ଼ିଥିଲି, ସିରିଏଲ ବାହାର କରିଥିଲି, ସବୁ ମ୍ୟାଗାଜିନ୍ରେ ସେଗୁଡ଼ା ବାହାର କରୁଥିଲି। ଆଉ ମ୍ୟାଗାଜିନ୍ ତ ବନ୍ଦ ହେଇଛି, ସେଇଟା ମ୍ୟାଗାଜିନ୍ର ପ୍ରେସ୍ କେମିତି ଆମର ହେଇପାରିବ, ଯେହେତୁ ରାମପୁରରେ ଘର ଅଛି, ମେନ୍ ରୋଡ଼ ଉପରେ ଲାଇଟ୍ ଅଛି, ପାଣି ସୁବିଧା ଅଛି, ସବୁ ଅଛି, ଲୋକ ନାହିଁ। ଆଉ ସେଇଟାକୁ କ'ଣ କରିବା ମୁଁ ଭାବୁଛି। ଧର ପ୍ରେସ୍ କରିକି ବି ତୁମେ ପଇସା ଇନକମ୍ କରିପାରିବ ପ୍ରେସ୍ରେ, ନାଇଁ କି? ଆଶ୍ରମ ପ୍ରେସ୍ ଚଲେଇକିରି ଲୋକ 1-2-3ଟାକୁ ଏନଗେଜ୍ କରେଇକିରି ତାଙ୍କୁ ପେମେଣ୍ଟ କରିକି ବି କରିହେବ। ଆଗରୁ ଶିଖେଇଥା ଟିକେ ଧୀରେ ମଝିରେ ମାର, ତାଙ୍କ ଗାଁ ମାନଙ୍କର ଅଭ୍ୟାସ। ମୁଁ ସେଦିନ ଗଲାବେଳକୁ କାଲି ନା ପରଦିନ ଗୋଟେ ଟୁକେଲ ଅଛି ସେଇଠି ଉପରେ, ଗୋଟେ ପିଲା ତଳେ ଅଛି, ଗୋଟେ ଛୋଟ ଏଇ କଡ଼େଲ ଝିଅଟେ, ଗୋଟେ ମାନେ ଟୁକେଲଟେ, ବାଙ୍କେଲ ସେ ପିଲା ପୂଜା କରି ଆସିଛି, ପୂଜା କରି ଆସିଲା ସକାଳେ, ମାନେ ସେ ଟୁକେଲଟେ ଗୋଟେ ଲୋକ
ଗୋଟେ ଛୋଟ ଝିଅକୁ ଧରିକି ଆସିଛି, ଏଇଟା ଝିଅଟାକୁ ଏକୁଟିଆ ଛାଡ଼ିବିନି ନହେଲେ ଆସିଛି, ଆସିକି କହିଲା ପୂଜା କରିବା, ପିଇଛି ତ ପୂଜା କରିଦେଇଛି। ସେତିକି ସେ କ'ଣ କରିଛି, ପଳେଇ ଆସିଲା ଆମକୁ ଯିବ ପଖାଳ ଖାଇକି। ସିଏ କ'ଣ କରିଛି, ତାକୁ ଫୋନ୍ କରିଦେଇଛି ବୋଧେ, ସେ ତାର ଆସିବ ବୋଲି ଆସିଛନ୍ତି 2 ଜଣ। ସିଏ ଆସିକି ସୁଭଦ୍ରା ତଳେ ମୋଟର ସାଇକେଲ, ମୁଁ ଗଲାବେଳକୁ ପୂଜା କରି ଯିବି, ସେ ପର୍ଯ୍ୟନ୍ତ ଯିବି ସିଆଡ଼େ ପୂଜା କରିବି। ସେଠି ସେ କ'ଣ କଲା ନା, ଆଗ ମୋତେ ଦେଖିଦେଲା ଏମିତି, ମୁଁ ଯାଉଛି ମନ୍ଦିରକୁ ଯିବି ଚଢ଼ିବି, ସେ କ'ଣ କଲା ନା ସେ ଝିଅଟାକୁ ଆଗ ପଠେଇଦେଲା ଉପରକୁ, ଛୋଟ ଝିଅଟାକୁ। ସେ 2 ଜଣ ଉପରେ ଅଛନ୍ତି ତାମାନେ। ସୁଭଦ୍ରାଙ୍କର ବଡ଼ ମୂର୍ତ୍ତି ଯେଉଁ ଅଛି ତାର ବ୍ୟାକ୍ ସାଇଡ଼୍ରେ ଖାଲ ଜାଗା ଅଛି, ସେମିତି ଅଛି। ମୁଁ କ'ଣ କରେ ଡେଲି ଫୁଲ ସୁଭଦ୍ରାଙ୍କ ଇଏରେ ଦେଇ ଖୁସି ଦେଇକିରି ଗୋଟେ ପରିକ୍ରମା ଭଳିଆ ଟିକେ କରିକି ପଳେଇ ଆସେ। ମୁଁ ଯେମିତି ଶବ୍ଦ ବାରି ପାରିଲେ ବୋଧେ ସେମାନେ କ'ଣ ଟୁକାଟା ଆଗ ବାହାରି ଆସିଲା, ସେ ଝିଅଟା ସେଠି ଅଛି। ମୁଁ କହିଲି ସେ ପିଲାଟା ଚପଲ ମାଡ଼ିଛି, ମୁଁ ତୁମ ଘର କେଉଁଠି ନା ବାଙ୍କିଆ। ଯେ ମୁଁ ଚପଲ ରଖିକି ଆସୁଛି ଖାଲି ପାଦରେ, ଏଇଟା କ'ଣ ମନ୍ଦିର ନା କ'ଣ ଏଇଟା କହିଲି, ଏତିକି ଜ୍ଞାନ ତୁମର ଆସୁନି। ଯାଇକିରି ମୁଁ କହିଲି ଏଇ ଟୋକାଲି ଗୁଡ଼ା ଯେଉଁ ଆସିଲା, ମୁଁ ସେଠି ସିଏ ମୋତେ ଦେଖି ଇତସ୍ତତ ହେଇକିରି ଏବେ କିଛି ସମୟ ପୂର୍ବରୁ ଏଠିକି ଆସିଥିଲା। ସେ ନାଟକ କରୁଛି ବୋଲି ଡମେନ୍ ଟୁକେଲ, ମୁଁ ଜାଣିବି କି ସେ କ'ଣ କରିବ। ସେ ଝିଅଟାକୁ ଧରିକି କ'ଣ ଟିକେ ନଡ଼ିଆ କାଢ଼ିକି ଟିକେ ଦେଉଛି, ସେ ବସି ପଡ଼ିକି ସେଠି ପଡ଼କୁ ତଳେ। ସେତିକି ମୁଁ ହଁ ମୁଁ ଜାଣିଲିଣି ରେ ତୋର କାରବାର। ସେତିକି ମୁଁ କହିଲି ତ ସେ ଟୁକାକୁ କହିଲି ମନ୍ଦିର ଉପରେ ଭଙ୍ଗା ମୂର୍ତ୍ତି ଭାଙ୍ଗି ଦେଇଛନ୍ତି, ନଳଚୁଆଁ ଦେଖ ଭାଙ୍ଗା ପଡ଼ିଛି, ଜୁତା ମାଡ଼ିକି ତୁ ଉପରକୁ ଆସିଛୁ, ଆଉ ଶ୍ୱାସରେ ମାଇଜି ଧନ୍ଦା ବି ତୁ କରୁଛୁ, ତାହେଲେ ତୋତେ ଆଉ ଜାଗା କୋଉଠି ମିଳୁନି। ବାହାକୁ କହ, ବାହା କରିଦେବା। ତୋ ବାପା କହ, ତା ମା କହ, ଏଠି ତମ କଲ୍ୟାଣ ମଣ୍ଡପ ଅଛି, ବାହା କରିଦେବା। ଏଇ ଖୁଚୁରା ପ୍ରେମ କ'ଣ ଦରକାର, ତୁ ବାହା ହେଇଯିବୁ। ଡମେନ୍ ହଉ ତୁ ଡମ ହଉ କି ତୋର ଯାହା ବି ହଉ, ସେ ଯାହା ହବ ଏଡଲ୍ଟ ହବାର ଅଛି, ନହେଲେ ଆମେ ବାହା କରେଇବୁନି, ଯିବାର ନାହିଁ, ମାଇନରକୁ ହେଇପାରିବନି। ତ କରିଦେବୁ। ଗୋଟାକୁ ଜୀବନରେ ଜଣେ ସିଲେକ୍ଟ କରେ, ବାହା ହେବା ତାକୁ ହୁଏ। ତୁମେ କିଛି ସେ ଟୁକେଲ କ'ଣ ପଢ଼ୁଛି ନୂରପୁର ସ୍କୁଲରେ କହୁଛି, ଆଉ ତୁ ଛି 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 ଆଜିକାଲି ମୋବାଇଲ ଫୋନ ହେଲା ଯେ ଆହୁରି ସୁବିଧା ହେଇଗଲା କି ନାଇଁ। ଆଉ ଜଣେ ବମକର ସେ କ'ଣ କରୁଛି, ଗୌଡ଼ ଟୁକାଟେ ମୋତେ ଏମାନେ କହିଲେ ଆଜ୍ଞା ସେଇଠି ସେ ପଇସା କମଉଛି। କହୁଥିଲେ ଆପଣ ଯେ ସେ ବସିକି ରହୁଛି, ଯିଏ ଆସିଲେ ତାଙ୍କ ପାଇଁ ଜଗିକି ରହୁଛି, ତାଙ୍କୁ ସେଠି ସେ ପଇସା କମଉଛି। ଲୋକ ସେ ଏଇଠି ଆସିବ ଦେଖା ହବ। ମୁଁ କହିଲି ଇଏ କାହିଁ ମଝିରେ ମଝିରେ ଆସୁଛି ଏଠିକି। ସେଇଟା ସତକୁ ସତ ସେଦିନ ଗୌଡ଼ ପଡ଼ାର ସେ କହୁଥାଏ ଆଜ୍ଞା ସେ ପଇସା କମଉଛି, 200-400 କମଉଛି। ବିନା ସ୍ୱାର୍ଥରେ କାହିଁ ଆସିବା, କାଣା କହିବ ଭଗବାନ। ଆଚ୍ଛା, ତ ତଥାପି ତୁମେ ଦେଖ, ସନ୍ଧାନ ନିଅ, ଲୋକ ଜାଣିବି ବୋଲେ ଦେଖିବି ବୋଲି ତାକୁ ଆଣିକି ମୋଟର ସାଇକେଲ ଛାଡ଼ିବ। ଆଉ ଯଦି ତୁମେ ଟିକେ ରହିବ ଦେଖରେଖ କରିବ କି କ'ଣ ଟିକେ କିଛି ନହେଲେ ପାଣି ମାରିପାରିବା, 2 ଲୋକ ବସିକିରି ପାଣି ଟିକେ ବାଲ୍ଟିରେ ମାରି ଦେଇପାରିବା କି କ'ଣ ଗୋଟେ କରିବା। ଆଉ ଯେନ୍ମାନେ କାମ କରୁଛନ୍ ସେମାନେ ଜାଣିଥିବେ କି ଯିଏ ଯେନ୍ତା ଦୁର୍ବଳ ହେଲା ଆମର ଓଲା ପାଲିଟା, ସେମାନେ ଲୋକମାନେ କାମ କରୁଛନ୍ କି ହେନ୍ତା ଲୋକମାନେ ଜାଣିଥିବେ କିନ୍ ମାନେ କାମ କରୁଛନ୍, କୁଲି ମାନେ ସେଟା ପରେ ଯିଏ ଯାହାର ମିଳିବା ମୁସ୍କିଲ, କୁଲି ମିଳିବା ଆଜିକାଲି ବହୁତ ମୁସ୍କିଲ। ଆଚ୍ଛା, ଏମିତି ଆମର ୟଙ୍ଗ ପିଲା 2-3ଟା ମିଳିଗଲେ ବି
କରିଏ ତ ଗେଟି ବି ନେଇ ହବ ନା ନାଇଁ କି ଏହା ଧର ତୁମେ ଏଇଠୁ ଆଣିଲ ସେତିକି ସେଇଠୁ ନେଲା ସେ ଦେଲା ତାକୁ ତିନିଟା ଲୋକ ଠିଆ ହେଇଗଲେ ପଳେଇଯିବ। ତ ଏବେ କାମ ଚାଲିଛି, ଏବେ କାମ କରୁଛନ୍ତି। ହଁ ଯିବ କି ବୁଲିକି ଆସିବ କି ଗାଡ଼ି ଗାଡ଼ି ମୁଁ ଆଣିନି ଆଜି ଚାଲିକି ଆସିଛ ବୋଇଲେ ସେମାନେ ତ ପଳେଇ ଆସିବେ। କେତେ ବାଜିଲାଣି ଦେଖ 5 ବାଜିଲାଣି 5:40 ମାନେ ପଳେଇ ଆସୁଥିବେ ତଥାପି ଟିକେ ଆସିଯାଆନ୍ତୁ ସେମାନେ ଦେଖିବା କଥାବାର୍ତ୍ତା ହେବା କ'ଣ ଗୋଟେ ଯୋଜନା ଚିନ୍ତା। ତୁମେ ଶୋଇକି ଭଗବାନଙ୍କୁ ଡାକ କ'ଣ ହେଇପାରେ। କଥାବାର୍ତ୍ତା କଲେ ଯିଏ ମିଳିଯିବେ ଯେ ଏମିତି ଆଶା ଅଛି। ଗୋଟେ ଦିନ ଭାଇ ଯିମା ଯାଇକି ଟିକେ କାମ କରିକି ଆସିବ। ଗୋଟେ ଦିନ ଲାଗି ଦରକାର ଗୋଟେ ଦିନ ତ ହେନ୍ତା କିଛି ନହେଲେ ପୁରା ନ ହେଇପାରିଲେ ବି ମେଜର ହେଇଯିବ ବାକି ଏଇଟା କରିହେବ। ଗୋଟେ ଦିନ ସରିଯାଇପାରେ ଯଦି ପାଗ ଠିକ ଅଛି ତ ସରିଯିବ। 10 ବସ୍ତା ସିମେଣ୍ଟ ଗୋଳେଇକି ପକେଇବାଟା ଆଉ ସରିଯିବ। 2ଟା କୁଲି ମିଳିଲେ ବି ଆହୁରି ଭଲ। ସେ 400-800 ଟଙ୍କା ନିଅନ୍ତୁ ନାଇଁ କି ଖାଇବେ, ଜଣେ ଗୋଳେଇବ ଜଣେ ବହିବ ଆଉ ବାକି ଆମର ପିଚି ଏରିକା ବଢ଼େଇ ଦେବେ। ସେ ତ ମିସ୍ତ୍ରୀ ତ କାମ କରିବ ହେଇଯିବ। 2ଟା ମିଳନ୍ତୁ ନା କ'ଣ ଭାଇ। ଗୋଟେ ଦିନ ଯିବ ସାଙ୍ଗେ ସାଙ୍ଗେ ପଇସା ଦିଆଯିବ ତ କହିଦେବ ପଇସା ସାଙ୍ଗେ ସାଙ୍ଗେ ମିଳିବ ଆଉ ଭାତ ଡାଲମା ଗୋଟେ ଏଠି ରନ୍ଧେଇଦେବା ଆଉ ଗୋଟେ ଖାଇବେ ଆଉ ଦେଖ ତ। କାଲି କି ବାର ହେଉଛି? ଗୁରୁବାର। ଆଜି ବୁଧବାର ହେଇଥିବ ନା କାଲିକି ଗୁରୁବାର। ଇନକେସ୍ ଯଦି କାଲି ନ ହେଇପାରିଲା ପରଦିନ ଶୁକ୍ରବାର ଦିନ ବି ଚଳିବ କରିବା। କାହିଁକିନା ଏବେ ପାଗଟା ଠିକ ଅଛି। ବର୍ଷା ଆହୁରି ଅଧିକ ହେଲେ କରିହେବନି। କାହିଁକି ବର୍ଷା ହେଇଗଲେ ଆଉ କରିହେବନି। କେତେ ପରୀକ୍ଷାର ସମ୍ମୁଖୀନ ସବୁ ଭକ୍ତମାନେ ହେଇଛନ୍ତି। ପରମାର୍ଥୀ କାମ କଲା ମାନେ ବିପତ୍ତିର ସମ୍ମୁଖୀନ ହେବାକୁ ପଡ଼ିବ। ଆଉ ଆଜି ଆଶ୍ରମରେ ତ ଆଜି ନୂଆ କଥା ନୁହେଁ, ଏଇଟା ବହୁ ପରୀକ୍ଷା ସରିଛି। ଏମିତି ମାତ୍ର ଆପଣ ଯେମିତି ନିର୍ମାଣ କରିଛନ୍ତି 6ଟା ମନ୍ଦିର, ସେମିତି ମୁଁ କେବେ ଶୁଣିନି କି ପଢିନି କେଉଁ ଭକ୍ତ ଏତେ ପରିଶ୍ରମ କରିକି 6ଟା ମନ୍ଦିର ମୁଁ କ'ଣ କରିବି? ଆପଣ ମାଧ୍ୟମରେ ହେଇଛି ନା ସେଟା। ହଁ ସେଥିରେ ଲୋକ ସହଯୋଗ କରିଛନ୍ତି। ପ୍ରେରଣାଟା କିଛି ଗୋଟେ ସେମିତି ମିଳିଛି। ଏଇ ପାହାଡ଼ରେ ଗୋଟେ ଜଗନ୍ନାଥ ମନ୍ଦିରଟେ, ଜଗନ୍ନାଥଙ୍କର ସୁସିମ୍ବଲ ଅଛି କି ସେଟା ଲାଗିଛି ଆରମ୍ଭରୁ। ଯୋଉ ଏତେ ଶ୍ରମ କରିବାର ଲୋକ ଭକ୍ତମାନେ ଅଧିକାଂଶ ଭଜନ କୀର୍ତ୍ତନ କରନ୍ତି ଆଉ ତାଙ୍କର ନାମ ଜପ କରି ତାଙ୍କର ନିଜର ଗୃହସ୍ଥ ସନ୍ଥ ମାନେ ଏମିତି କରି ପଡ଼ିଯାଆନ୍ତି। ମାନେ କିଛି ଭୁଲିଥିଲୁ ସବୁ। ସେଟା 7 ବର୍ଷ ଦିଲ୍ଲୀରେ ପଢିଲା ବାବୁ ଏଇ ପିଚି। ସେ ବଡ଼ ପୁଅ ବହୁତ ପରିଶ୍ରମୀ, ସେ ତାର କେୟାର ନାହିଁ। ଆଉ ସେ ଝିଅ ବି ସଙ୍ଗୀତ ଜାଣିଥିଲେ, ମ୍ୟୁଜିକ ବିଶାରଦ। ସେ ଯାଇକି ଭବାନୀପାଟଣା ଯିବ, ସପ୍ତାହକୁ ଦିନେ 2 ଦିନ ଯିବ। ସେ ମରିଗଲା, ଏଇ ପିଲାଟା ବି ଚାଲିଗଲା। ଅଣ୍ଟା ଭାଙ୍ଗି ଯାଉଛି, ଅଣ୍ଟା ଭାଙ୍ଗିଗଲା। ଆମର ଗାଈ ଗୋରୁ ବଳଦ ସବୁ ଥିଲେ, ପନିପରିବା ବି କିଛି ଏଇଠି ଆମେ ନିଜେ କରି ପକାଉଥିଲୁ। ଗାଈ ଚରେଇବୁ, ସବୁ କରିବୁ, କଠିନ ପରିଶ୍ରମ। ଏଇ ଯେତେ ସଡ଼କ ହେଇଛି ଖୋଟ ତାଡ଼ି 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 ତାଡ଼ି। ଗାଈ କେତେଟା ଖଣ୍ଡେ ରଖିଥିଲି? ଗାଈ କେତେଟା ରଖିଥିଲି? ଗାଈ ଥିଲା, ତାର ସମାଧି ଅଛି ଗୋଟେ। ସେ 18 ବର୍ଷ ଛୁଆ ଜନ୍ମ କରିଥିଲା, ସମାଧି ଅଛି। ବଡ଼ ବଡ଼ ବଳଦ, ତାଠୁ ଷଣ୍ଢ ଗୋଟେ ଥିଲା ଆମର। ଏମିତି ସେଇଟା ଗୁହାଳ ଥିଲା ନା। ଯେଉଁ ସମୟରେ ଯାହା ସମ୍ଭବ ସେଟା କରିଛନ୍ତି। ଏଇଟା ମାଟି ଘର ସବୁ ଥିଲା, ଏଇଟା ରୋଷେଇ ଫୋଷେଇ। ଏଠି ରହୁଥିଲା ଗୋଟେ ପାରାଲିସିସ୍ ଲୋକ 4 ବର୍ଷ। ଆଉ ଗୋଟେ ଫ୍ୟାମିଲି ରହୁଥିଲେ, ହରିଜନ ଫ୍ୟାମିଲି ଏଠି ରହୁଥିଲେ।
ହଁ 1983 ରୁ 1991 ମସିହା ତକ ବୋଲେ ଏଇଟା ମାନେ ବଡ଼ ବଡ଼ ମନ୍ଦିର ଏଇଟା ଆରମ୍ଭ ନେଇ ଥାଇ ନା 1951 ଏଇଟା 91 ରେ ଆରମ୍ଭ କଲେ ବୋଧେ ବଳଭଦ୍ର ମନ୍ଦିର ଏ ବଡ଼ଟା 90 କି 91 ଆରମ୍ଭ ହେଇଛି। ତା ପୂର୍ବରୁ ଏନ୍ତା କରେ କୁଡ଼ିଆଟେ କରିକି ଆମେ ଖାଲି ମହାପ୍ରଭୁଙ୍କୁ ରଖିକି ଏଇ ଯୋଉ ମହାପ୍ରଭୁ ଅଛନ୍ତି ସେଇ ମହାପ୍ରଭୁଙ୍କୁ ରଖିକି ଆମେ ପୂଜା କରୁଥିଲୁ। ଝୁପୁଡ଼ି କୁଡ଼ିଆଟେ ଛୋଟିଆଟେ। ଏଇଟା ଆମକୁ ସେତେ ଇଏ ଜଣା ପଡୁନଥିଲା କାହିଁକି ନା 7-8 ବର୍ଷ ଖାଲି ଏଇଟା ଫାଉଣ୍ଡେସନ ବନାବାରେ ପଳେଇ ଯାଇଥିବା ଆପଣ ପୁରା ଚଞ୍ଚା ଚୁଞ୍ଚି କରିକି ଏଇଟା ମାନେ କରବାରେ ପୁରା ଏଗୁଡ଼ାକ ସବୁ ଖାଲି ଖୁଟ ମୁଠ କି ସବୁ ଥିଲା। ଆମେ ଖାଲି ପାହାଡ଼ ଚାରିପଟରେ ଏମିତି ଗୋଟେ ରାସ୍ତା ତିଆରି କଲୁ ଆଗ ଖୁଟ ତାଡ଼ି ତାଡ଼ି ପଥର ତାଡ଼ି ତାଡ଼ିକି ଖୁଟ ଗୁଡ଼ାକୁ ଖୋଳି ଖୋଳିକି ସବୁ ବାହାରିକି ଫିଙ୍ଗି ଦେଉ। 33 ଫୁଟ ସାରେ ଡ୍ରେନ୍ ମାନେ ମାଟି 5 ଫୁଟ ଟେକି ଏ ସାଇଡ଼ରୁ ସେ ସାଇଡ଼ରୁ କରିକି ଗଛ ଲଗାଉ। ଏମିତି କରିକି ପାହାଡ଼ ଚାରିପଟ ଆଗ କଲୁ। ଧୀରେ 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 ବଗିଚାକୁ ତାଡ଼ିଲୁ, ତାକୁ ତାଡ଼ିଲୁ, ସେ ବଗିଚା ତାଡ଼ିଲୁ, ଏମିତି ଚାଲିଲା ଆଉ। ଡେଲି ତ ଆମର କାମ ସେଇଟା ଆଉ। ଯାହା ହେଇଥିବ ଶାଗ ପଖାଳ ଆଡ଼ୁ ସାଡ଼ୁ ଖାଇଦେଇକି କେଉଁ ଶାଗ କେଉଁ ଜଙ୍ଗଲ ଶାଗ ଆଡ଼ୁ ସାଡ଼ୁ ଲୁଗା ବି ସଫା କରିବାକୁ ସୋଡ଼ା ନାହିଁ କି ସାବୁନ ନାହିଁ କିଛି ନାହିଁ। ପାଉଁଶରେ ବିଲେଇ ଗୋଟେ ଆଣିଲି ଶୀତରେ ବି ଏମିତି ଘୋଡ଼ିକି ସେ ଶୋଇବ ସେ ନିଆଁ ପାଖରେ। ବିରାଡ଼ି ଗୋଟେ ଆଣିକି ଛାଡ଼ି ଦେଇଛି, ଯାହା ହଉ ସେ ଅଛି। ଏବେ ଟିକେ ଟିକେ ସାହସ କଲାଣି ଛୁଆଟା। ହଉ ତାହେଲେ କ'ଣ କରିବା, ତୁମେ ଯିବ ବୋଲେ କିଛି ବାଟ ଚାଲିଯିବ, ନହେଲେ ଚାଲିଛି ବୁଲିକି ପଳେଇ ଆସ ନାଇଁ କି? ଶୁଣଟା କିନ୍ତୁ 5ଟା 40 ହେଲାଣି ମାନେ ପଳେଇ ଆସୁଥିବେ। ସେମାନେ ଥିଲେ ନଥିଲେ ମୁଁ ଯାଇକି ଦେଖିକି ଆସିବି ନା। ତାହେଲେ ଦିନ ଟିକେ ଅଛି ପଳେଇ ଯାଅ, ଆଉ ଡେରି କର ପଳେଇ ଆସ ତାର କଥା ହଉ ଦେଖିବା ଖେଲା ବୋଲି କାଲି ସକାଳେ ଆଡ଼େ ଆସିବି। ଜାଣିଲେ ଆପଣଙ୍କୁ କହିଦେବି କିଏ ଜଣେ 2 ଜଣ ଯିଏ ହେବ ଫୋନରେ କହିବ ଯଦି ମିଳିଲା ନ ମିଳିଲେ ଆପଣ ବୋଲେ ମୋଟା କିଛି ଗ୍ୟାରେଣ୍ଟି ନେଇକିନି ହେବ ନ ହେବ। ଆପଣ ଯେଉଁମାନେ ସେ ଲାଇନରେ ଯେମିତି କାମ କରୁଛନ୍ତି ଅନ୍ୟମାନଙ୍କୁ ସେମାନଙ୍କୁ କହିଥିଲେ କି ଯଦି ଖାଲି ଥିଲେ ଆପଣଙ୍କୁ ଜଣେଇ ପାରିବେ କି ନାହିଁ। ଯାହା ଅଣ୍ଡରରେ 4-5 ଜଣ କାମ କରୁଛନ୍ତି ତା ଠାରେ ସେମାନେ ଜଣେ ଦିନକର ଲାଗି ଦରକାର ବୋଲେ ଦେଇପାରନ୍ତି, କହି ଦେଇପାରନ୍ତି। ସେ ଦୁର୍ବାଦଳ କିଏ ପିଛି କହିବା ଦେଖିବା ତାକୁ ତାରା ଚାନ୍ଦ ଯିଏ ଯେନ୍ ମାନେ ତାରା ଚାନ୍ଦ ସେ କରିବନି କାହିଁକି ତା ସିଏ ତ ଚାଷ କରୁଛି ଆଉ ଧାନ ଦେଇଛି ଆଉ ତାପରେ ସିଏ ବି ଆଉ ବେମିରିଆ ହେଇଗଲା ନା ସିଏ ଆସିପାରୁନି। ନୁନପୁରର କିଏ ନୂପୁରରେ ଅଛନ୍ତି, ସିଏ ଆସିକି ଏଠି ସବୁ କାମ କରୁଥିଲେ ନା, ସେଳା ପକେଇଥିଲେ ନା। କିନ୍ତୁ ସିଏ ଯିଏ ଇଏ କରେ ସିଏ କ'ଣ ଘରେ ନାହିଁ କି କ'ଣ ଟିକେ ଧର ବୋଲି ତାକୁ କୁହାହେଇଥିଲା। ସିଏ ସେଳା କାହିଁ ଦେଖା ଦେଉନି, ତାର ମାଜିକି ନେଇଥିବ କେଉଁଠି ବେମାର ଥିଲା ଦେଖିକି କ'ଣ କରୁଛି।